ଅନନ୍ୟ ସେ ପ୍ରେମ କାହାଣୀ ବି ବେଶ ରୋଚକ। ନିଆରା ସମ୍ପର୍କର ବାନ୍ଧି ହୋଇ 7 ଜନ୍ମର ସାଥୀ ସାଜିଥିବା ଦିବ୍ୟାଙ୍ଗ ଦମ୍ପତିକୁ ସବୁଠି ଆସିଛି ଶୁଭ ଆଶିଷ। 2 ଜଣ ଦିବ୍ୟାଙ୍ଗ, ବର 100% ଦିବ୍ୟାଙ୍ଗ ଥିବା ବେଳେ କନ୍ୟା 80%। ଦୁହିଁଙ୍କ ଭିତରେ ଗଳି ଉଠିଥିଲା ପ୍ରେମ। ପରସ୍ପରକୁ ଭଲ ପାଇ ଶେଷରେ ବିବାହ ବେଦୀରେ ବସିଛନ୍ତି। 2 ମନ ଏକାଠି ପରେ ଯୁବ ନେତା ଆଶିଷ ମହାନ୍ତିଙ୍କ ଉଦ୍ୟମରେ ଆଜି ହୋଇଛି ବିବାହ। ନବରାତ୍ରିରେ ଶୁଭ ନବଦମ୍ପତିଙ୍କ ସମେତ ଆୟୋଜକଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଭଦ୍ରକ ଜିଲ୍ଲା କୋଡମ୍ବରୁଆର ଜଗନ୍ନାଥ ଜେନା 2 ଗୋଡ଼ ନାହିଁ ତାଙ୍କର, ହାତ ବି ନାହିଁ। ସେଥିପାଇଁ ବାପା ଓ ମା ନାମ ଦେଇଥିଲେ ଜଗା। ବଡ଼ ହେବା ପରେ ଏଠାରୁ ଏବେ ପର୍ଯ୍ୟନ୍ତ ଭାଇ ଓ ଭାଉଜ ଜଗାଙ୍କ ଦେଖାଶୁଣା କରୁଛନ୍ତି। 100% ଦିବ୍ୟାଙ୍ଗ ବୋଲି ନିଜ ପାଇଁ ରୋଜଗାର ମଧ୍ୟ କରିପାରନ୍ତି ନାହିଁ ଜଗା। ଜଗା ଆଜି ବର ରୂପରେ ଭଦ୍ରକ ବଙ୍କ ବାସୁଳି ମନ୍ଦିର ଆସିଥିଲେ। କନ୍ୟା ଥିଲା ତିହିଡି ସାହସପୁର ଅଞ୍ଚଳର ନର୍ମିତା ମହାକୁଡ। ବର୍ଷକର ହୋଇଥିଲେ ଦୁର୍ଘଟଣା ଘଟିଥିଲା। ନିଆଁରେ ପୋଡ଼ି ପୋତି ହୋଇଯାଇଥିଲେ। ତାଙ୍କ ଶରୀର 80% ଜଳି ଯାଇଥିଲା। ଚଲାବୁଲା କରୁଥିଲେ, ଠିକ୍ ଭାବେ ଅଣ୍ଟା ସଳଖି ପାରୁନାହାନ୍ତି। ତାଙ୍କର 4 ବର୍ଷ ପୂର୍ବେ ଭେଟ ଥିଲା। ଜଗାଙ୍କ ସହ ଦେଖା ପରେ ବନ୍ଧୁତାର ପ୍ରେମ ସୃଷ୍ଟି ହୋଇଥିଲା। ବିବାହ ଲାଗି 2 ଦିବ୍ୟାଙ୍ଗଙ୍କ ମନ ସ୍ଥିର କରିଥିଲେ। ପରିବାରର ଆର୍ଥିକ ସମ୍ବଳ ନଥିବାରୁ ବିବାହ ହୋଇପାରୁନଥିଲା। ଘଟଣାରୁ ଜଣାପଡ଼ିବା ପରେ କୋଡବରୁଆର ସରପଞ୍ଚ ବସନ୍ତ ମହାନ୍ତିଙ୍କ ପ୍ରତିନିଧି ତ ଯୁବ ସମାଜସେବୀ ଆଶିଷ ମହାନ୍ତିଙ୍କ ନେତୃତ୍ୱରେ ବିବାହ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ଅଲେଖ ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, ପୂର୍ବତନ ସରପଞ୍ଚ ଆଶୁତୋଷ ପ୍ରଧାନ ପ୍ରମୁଖଙ୍କ ସମେତ ଉଭୟ ପରିବାରଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ଗଞ୍ଜାମରୁ ରଞ୍ଜିତ ଜେନାଙ୍କ ରିପୋର୍ଟ, ସି ନ୍ୟୁଜ। ଆମର 4 ବର୍ଷ ହେଲା ଭଲ ପାଇବା ଅନଲାଇନରେ। 4 ବର୍ଷ କଥାବାର୍ତ୍ତା ଦେଖା ଦେଖି ହେଇଥିଲି 2 ଥର। ଦେଖା ହେଇସାରିଲା ପରେ ମୁଁ ବି ଏଭଳିଆ ତାକୁ କହିନି, ମାନେ ତମର ରାଜି ନା ରାଜି ନା? ହଁ ରାଜି। ଆଉ 4 ବର୍ଷ ପରେ କହିଲେ ବାହା ହେବା। ମୋତେ କହିଲେ, ମୁଁ କହିଲି ହଁ ହେବ 4 ବର୍ଷ ପରେ। ଆମର ଭଲ ପାଇବା ଏମିତି 4 ବର୍ଷ ଲାଗି ରହିଥିଲା ଇଷ୍ଟାରୁ। ଏବେ ଆମର ବିବାହ ସମ୍ପନ୍ନ ହୋଇସାରିଛି। ଆଜି ତାଙ୍କ ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି। ମୋତେ ସବୁଥିରେ ଯେମିତି ଆଶା ଭରସା ଦେଇଥିଲେ, ଆଜି ସେ ସବୁଦିନ ପାଇଁ ସେ ଆଶା ଭରସା ମୋ ପ୍ରତି ସେତିକି ସ୍ନେହ ଭଲ ପାଇବା ରଖନ୍ତୁ।